ଯାତ୍ରା ଦିବସ। এই ଯାତ୍ରା ଦିବସ ଉପଲକ୍ଷେ ଆମେ ଆସି ପହଞ୍ଚିଛୁ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ଭଦ୍ରେଶ୍ୱର ପଞ୍ଚାୟତର ସାହାନେଜପୁର ଗୋବିନ୍ଦପୁର ମଧ୍ୟସ୍ଥଳରେ ଶନିଙ୍କ ମନ୍ଦିର ଅବସ୍ଥିତ। ଆମେ ଆସିକି ସେଠି ପହଞ୍ଚିଛୁ। ଆଜି ହେଉଛି ଶନିଙ୍କର ଏଠି ହଜାର ହଜାର ଭକ୍ତଙ୍କର ଭିଡ଼ ଲାଗିଛି, ସମାଗମ ଲାଗିଛି। ଏଇ ଶନିଙ୍କର ଜଳାଭିଷେକ ଆସି ଭକ୍ତମାନେ କରୁଛନ୍ତି। ଆମ ପାଖରେ ଉପସ୍ଥିତ ଅଛନ୍ତି ଭକ୍ତ, ତାଙ୍କର ପ୍ରତିକ୍ରିୟା ନେବା, ତାଙ୍କୁ ପଚାରି ବୁଝିବା। ମୁଁ ପ୍ରିୟବ୍ରତ ସାହୁ, ସାହାନେଜପୁର ନିବାସୀ। ଆକ୍ଚୁଆଲି ଆମର ଏଇ ଯେଉଁ ଶନି ମହାଯଜ୍ଞ ହେଉଛି, ଶନିଶ୍ଚରଙ୍କ ମହାଯଜ୍ଞ ହେଉଛି, ମାନେ ଗତକାଲି ଠାରୁ ଜଳାଭିଷେକ ହେଇସାରିଛି ଏବଂ ଆଜି ମହାଯଜ୍ଞ ଏବଂ ଆଜି ରାତ୍ରି ସୁଦ୍ଧା ମହାଯଜ୍ଞର ପୂର୍ଣ୍ଣାହୁତି ବି ହେଇଯିବ। ଅସଂଖ୍ୟ ମାନେ ଭକ୍ତମାନଙ୍କର ସମାଗମ ହେଉଛି। ମାନେ ଭକ୍ତମାନେ ଯେଉଁମାନେ ମାନସିକ କରିକି ଏଠିକି ଆସନ୍ତି, ସେମାନଙ୍କର ମାନସିକ ପ୍ରଭୁ ଶନିଦେବ ନିଶ୍ଚିତ ପୂରଣ କରନ୍ତି। ଭକ୍ତମାନେ ଯେଉଁ ମାନେ ଏଠି ଯେଉଁ ଗୋଟେ ସ୍ପିରିଚୁଆଲିଟି ଯେଉଁ ସୃଷ୍ଟି ହୁଏ, ଏନଭାରମେଣ୍ଟ ସୃଷ୍ଟି ହୁଏ, ଲୋକମାନଙ୍କର ଯେଉଁ ମାନେ ଭକ୍ତି ଭାବପୂର୍ଣ୍ଣ ଯେଉଁ ରହିଛି ସେଠି, ଏଠି ମାନେ ଲୋକମାନଙ୍କୁ ଆକ୍ଚୁଆଲି ମାନେ ଜଣାପଡ଼ୁଛି ଲୋକଙ୍କ ମଧ୍ୟରେ କେତେ ଭକ୍ତି ଅଛି। ଲୋକମାନେ ସକାଳୁ ଏପର୍ଯ୍ୟନ୍ତ ବି ଚାଲିଛି ଶନିଙ୍କର ଶିଳା ଉପରେ ଯେଉଁ ଜଳଦାନ କରାଯାଏ, ସେ ବି ଚାଲିଛି, ଯଜ୍ଞ ଚାଲିଛି, ଆପଣମାନେ ଦେଖିପାରୁଥିବେ। ଏବଂ ଏଇ ଯେଉଁ ଆମର ମହାଯଜ୍ଞ ମାନେ 4 ବର୍ଷ, କ୍ରମାଗତ 4 ବର୍ଷ ହେଇଗଲାଣି, ଏଇଟା ହେଉଛି 4ର୍ଥ ବର୍ଷ। ଏବଂ ମୁଁ ସେଇ ପ୍ରଭୁ ଶନିଦେବଙ୍କୁ ପ୍ରାର୍ଥନା କରୁଛି ସମସ୍ତଙ୍କର ମଙ୍ଗଳ କାମନା କରନ୍ତୁ। ଏବଂ ଆମର ଏଇ ଯେଉଁ ସାହାନିଆଜପୁର ଏବଂ ଗୋବିନ୍ଦପୁର, ଆମ ଦୁଇଟା ଗ୍ରାମର ଏଇ ମହାଯଜ୍ଞ କରାଉଛି। ଏଠି ଗ୍ରାମବାସୀଙ୍କ ଭିତରେ କୌଣସି ମନାନ୍ତର ନାହିଁ ଏବଂ ସବୁ ମନାନ୍ତର ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ଏ ମହାଯଜ୍ଞ କରାଯାଉଛି। ପ୍ରଭୁ ଶନିଦେବ ସମସ୍ତଙ୍କୁ ତାଙ୍କର ଅପାର କରୁଣା ଆଶୀର୍ବାଦ ପ୍ରଦାନ କରନ୍ତୁ। ଜୟ ଶନିଶ୍ଚରାୟ। ଆପଣ ଯେଉଁ ଆସିଥିଲେ ଏଠି ଶନିଙ୍କ ପାଖରେ ଜଳାଭିଷେକ କରିବା ପାଇଁ, ଏଠି ଯେଉଁ କମିଟି ତରଫରୁ ଯେଉଁ ଭଳିଆ ବ୍ୟବସ୍ଥା ହେଇଥିଲା, ସେ ବିଷୟରେ କ'ଣ କହିବେ? ନାଇଁ, ଜଳାଭିଷେକ ଠାରୁ ଆରମ୍ଭ କରି ମୁଁ ଆପଣଙ୍କୁ କହିଲି ଗତକାଲି ଠାରୁ ଜଳାଭିଷେକ ହେଇଥିଲା ଏବଂ କାଲି ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଯେଉଁ ମହାଯଜ୍ଞ ଚାଲିଛି, ଏଠି ସମସ୍ତ ଗ୍ରାମବାସୀ ବୃନ୍ଦ ଏବଂ ଆମର କ୍ଲବ ମେମ୍ବର ଏବଂ ସମସ୍ତ ଯୁବଗୋଷ୍ଠୀ ମାନଙ୍କର ସମ୍ପୂର୍ଣ୍ଣ ସହଯୋଗ ରହିଛି। ସମ୍ପୂର୍ଣ୍ଣ ସହଯୋଗରେ ମାନେ ଏଇ ଯେଉଁ ଆମର ଶାନ୍ତିପୂର୍ଣ୍ଣ ଏବଂ ଭାବପୂର୍ଣ୍ଣ ଏ ଯେଉଁ ଆଧ୍ୟାତ୍ମିକ ପୂର୍ଣ୍ଣ ଜିନିଷଟି ଘଟୁଛି, ସମସ୍ତଙ୍କର ସହଯୋଗ ରହିଛି ଏବଂ ଏମିତି ସମସ୍ତଙ୍କ ସହଯୋଗ ରହିଥାଉ। ମୁଁ ବି ବହୁତ ଖୁସି, ବହୁତ ମାନେ ସୁନ୍ଦର ପରିବେଶ ସୃଷ୍ଟି ହେଇଛି। ଏଠି ଗୋଟେ ଶାନ୍ତିର ପରିବେଶ ସୃଷ୍ଟି ହେଇଛି, ଗୋଟେ ଭାବପୂର୍ଣ୍ଣର ପରିବେଶ ସୃଷ୍ଟି ହେଇଛି। ଲୋକମାନେ ଶାନ୍ତିରେ ଆସୁଛନ୍ତି, ଏଠି ଦର୍ଶନ କରୁଛନ୍ତି ଏବଂ ତା ସହିତ ଲୋକମାନଙ୍କୁ ମାନେ ଅନ୍ନ ଛତ୍ରର ମାନେ ସେ ବି ପ୍ରୋଗ୍ରାମ କରାଯାଇଛି, ଜଳ ଛତ୍ର ବି କରାଯାଇଛି। ଏ ଯେଉଁ ଗ୍ରୀଷ୍ମ ପ୍ରବାହକୁ ଦେଖାଇକି ମାନେ ଆମର ସୀତାରାମ କ୍ଲବ ଏବଂ ଯୁବଗୋଷ୍ଠୀ ମାନେ ଜଳ ଛତ୍ର ବି ମାନେ ସଂଗଠିତ କରିଛନ୍ତି। ହେଲେ ଲୋକମାନେ ବହୁତ ଖୁସି ଅଛନ୍ତି, ମୁଁ ବି ବହୁତ ଖୁସି ଅଛି। लेटेस्ट न्यूज अपडेट पाई www.nowodisha.com को लॉगिन करंतु।